ବାଇଗଣ ଚାଷରେ ଅଧିକ ଉତ୍ପାଦନ ଏବଂ ଅଧିକ ଲାଭ ପାଇବା ପାଇଁ ତାର ସଠିକ୍ ଭାବରେ ନର୍ସରୀ ପ୍ରସ୍ତୁତ କରିବା ନିହାତି ଦରକାର ରହିଛି। ଚାଷୀ ଭାଇମାନେ କ'ଣ ଆପଣମାନେ ବି ବର୍ଷା ସିଜିନରେ ବାଇଗଣ ଚାଷ କରିବା ପାଇଁ ଚାହୁଁଛନ୍ତି ଏବଂ ତାର ସଠିକ୍ ଭାବରେ କେମିତି ନର୍ସରୀ ପ୍ରସ୍ତୁତ କରିବା, ତ ସେଇଟା ମୁଁ ଆଜି ଆପଣମାନଙ୍କୁ ଦେଖାଉଛି। ତ ଦେଖନ୍ତୁ, ଆପଣମାନଙ୍କୁ ଏମିତି ଟ୍ରେ ଗୁଡ଼ିକ ନେବାର ଅଛି, ଯେଉଁଗୁଡ଼ିକ ପଟ୍ ଟ୍ରେ କୁହାଯାଏ। ତ ଏଗୁଡ଼ିକ ଆପଣଙ୍କ ଯଦି ଅଞ୍ଚଳରେ ମିଳିପାରୁନାହିଁ, ଆପଣଙ୍କ ମାର୍କେଟରେ ଯଦି ମିଳୁନାହିଁ, ତେବେ ଆପଣ ଅନଲାଇନ୍ରୁ ବି ନେଇପାରିବେ, ତ ତାକୁ ବ୍ୟବହାର କରିପାରିବେ। ଆଉ ଏମିତିକା ଭାବରେ ଏଇଠି ଯେଉଁ ମୋ ଲଙ୍ଗ୍ ଭିଡ଼ିଓରେ ଆପଣମାନଙ୍କୁ କହିଥିଲି, ଯେଉଁ ଏଥିରେ ମାଟି, ଖତ ଆଉ ପଣସ ଗୁଡ଼ିକ ଦେଇକରି ମଞ୍ଜି ପକାନ୍ତୁ, ପାଣି ଭଲସେ ଦିଅନ୍ତୁ, ଆଉ ଏମିତି ଭାବରେ ଗୋଟେ ଛୋଟ ସେଟଅପ୍ କରନ୍ତୁ। ଆଉ ସେଟଅପ୍ କରିଲେ ଆପଣଙ୍କ ଲାଭ ଯାହା ହେବ ଯେ, ମାନେ ଯେଉଁ ଛେଳି ଘୁଷୁରୀ ଜାଣିଛନ୍ତି, ଆମ ଗାଁ ଗଣ୍ଡା ଗୁଡ଼ିକରେ ଛେଳି ଘୁଷୁରୀର ବହୁତ ଆତଙ୍କ ଥାଏ। ତ ଉପରେ ଚାରା ରହିଲେ ଆପଣଙ୍କ ସେଗୁଡ଼ିକ କ୍ଷତି କରିପାରିବେ ନାହିଁ। ତ ଏମିତିକା ଛୋଟ ଛୋଟ ଜିନିଷ ଗୁଡ଼ିକ ଧ୍ୟାନ ରଖନ୍ତୁ। ତ ୟାର ଯଦି ଡିଟେଲ୍ସ ଭିଡ଼ିଓ ଆପଣମାନେ ଦେଖିବାକୁ ଚାହୁଁଛନ୍ତି, ଆଉ କେଉଁ ଭେରାଇଟି ଗୁଡ଼ିକ ମୁଁ ଲଗେଇଛି, ତ ସେଇଟାକୁ ବି ଆପଣ ଯଦି ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ ଆମ ଯେଉଁ ଲଙ୍ଗ୍ ଭିଡ଼ିଓ ଆସିଛି, ତ ସେଇଟାକୁ ଦେଖିପାରିବେ। ତ ଆଜିର ଭିଡ଼ିଓରେ ଏତିକି, ରହିଲି, ନମସ୍କାର।